12 ମାସ ପରେ ରାଶି ବଦଳାଇବେ ସୂର୍ଯ୍ୟ ମଙ୍ଗଳ ସମେତ 4ଟି ଗ୍ରହ। ଆଉ ଏହି ପରିବର୍ତ୍ତନରେ 4ଟି ରାଶିଙ୍କର ଭାଗ୍ୟ ଚମକିବ ଏବଂ ସେମାନଙ୍କ ଜୀବନରେ ଆରମ୍ଭ ହେବ ଗୋଲ୍ଡେନ୍ ଟାଇମ୍ ପିରିୟଡ଼। ଚାଲନ୍ତୁ ଜାଣିବା ଏହାକୁ ନେଇ ଡିଟେଲରେ। ନୂଆ ବର୍ଷ ଆରମ୍ଭ ହୋଇସାରିଛି, ଆଉ ଏହି ନୂଆ ବର୍ଷରେ ମଧ୍ୟ ସମସ୍ତଙ୍କର ସମୟ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ବର୍ଷରେ ଗ୍ରହମାନଙ୍କର ସ୍ଥିତି ପରିସ୍ଥିତି ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର ଅନେକ ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ପୂର୍ଣ୍ଣ 12 ମାସ ପରେ ସୂର୍ଯ୍ୟ ପୁଣି ଥରେ ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର ରାଶିରେ ପ୍ରବେଶ 14 ଜାନୁଆରୀ 2026 ବୁଧବାର ଦିନ 3ଟା13 ସମୟରେ ହେବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆଉ କିଛି ରାଶିମାନଙ୍କୁ ଏଥିରେ କ୍ୟାରିୟର ସହ ବ୍ୟବସାୟରେ ମଧ୍ୟ ସଫଳତା ମିଳିବ। ଆର୍ଥିକ କ୍ଷେତ୍ରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶିମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହି ରାଶିମାନଙ୍କୁ ଶୁଭ ଫଳ ମଧ୍ୟ ମିଳିବ। ସେପଟେ ଜାନୁଆରୀରେ ସୂର୍ଯ୍ୟଙ୍କ ସମେତ 4ଟି ଗ୍ରହ ସେମାନଙ୍କର ଗତି ପରିବର୍ତ୍ତନ କରିବେ। ଜାନୁଆରୀ 13 ତାରିଖରେ ଶୁକ୍ର ମକର ରାଶିରେ ଗୋଚର କରିବେ। ଜାନୁଆରୀ 14 ତାରିଖରେ ସୂର୍ଯ୍ୟ ମକର ରାଶିରେ ଗୋଚର କରିବେ। ଜାନୁଆରୀ 16 ତାରିଖରେ ମଙ୍ଗଳ ମକର ରାଶିରେ ପ୍ରବେଶ କରିବେ। ଆଉ ବୁଧ ଜାନୁଆରୀ 17 ତାରିଖରେ ମକର ରାଶିରେ ପ୍ରବେଶ କରିବେ। ଏହାର ଅର୍ଥ ଜାନୁଆରୀ 17 ତାରିଖରେ ମକର ରାଶିରେ 4ଟି ଗ୍ରହଙ୍କର ସଂଯୋଗ ସୃଷ୍ଟି ହେବ। ଜାନୁଆରୀ ମାସରେ ସୂର୍ଯ୍ୟ ମଙ୍ଗଳ ଶୁକ୍ର ଏବଂ ବୁଧଙ୍କ ଗତିରେ ପରିବର୍ତ୍ତନ କେଉଁ ରାଶି ପାଇଁ ଶୁଭ ହୋଇପାରେ, ଆସନ୍ତୁ ସେ ବିଷୟରେ ବି ଜାଣିବା। ପ୍ରଥମରେ ରହିଛି ମେଷ ରାଶି। ସୂର୍ଯ୍ୟଙ୍କ ଚଳନ ହେତୁ ମେଷ ରାଶିର ଲୋକମାନେ ନିଜ କର୍ମକ୍ଷେତ୍ରରେ ଅନେକ ସଫଳତା ପାଇବେ। ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ। ଆପଣଙ୍କ ପ୍ରୟାସ ସଫଳ ହେବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ଭଲ ଖବର ପାଇପାରନ୍ତି। ଆର୍ଥିକ ଜୀବନରେ ଉନ୍ନତି ହେବ। ଏହାପରେ ରହିଛି କନ୍ୟା ରାଶି। କନ୍ୟା ରାଶିର ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଜାନୁଆରୀରେ ଆପଣଙ୍କ ଲକ୍ଷ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି, ତେବେ ଆପଣ ସଫଳତା ପାଇବେ। ରାଜନୀତିରେ କାମ କରୁଥିବା ଏହି ରାଶିର ଲୋକମାନେ ସମାଜରେ ସେମାନଙ୍କର ସ୍ଥିତି ବୃଦ୍ଧି ଦେଖିପାରନ୍ତି। ଆପଣ ଆପଣଙ୍କ କ୍ୟାରିୟରରେ ମଧ୍ୟ ଭଲ ପ୍ରଦର୍ଶନ କରିବେ। କିଛି ଲୋକଙ୍କର ଆୟ ବୃଦ୍ଧି ହୋଇପାରେ। ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ସମୟ ହେବ। ଏ ମାସରେ ଯାତ୍ରା ଶୁଭ ଏବଂ ଫଳପ୍ରଦ ହେବ ଏବଂ ଆପଣଙ୍କୁ ଭାଗ୍ୟର ସାଥ ମଧ୍ୟ ମିଳିବ। ଏହାପରେ ରହିଛି ବିଛା ରାଶି। ମକର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ବିଛା ରାଶି ପାଇଁ ଲାଭଦାୟକ ହୋଇପାରେ। ଆପଣ ଆର୍ଥିକ ଭାବରେ ଲାଭବାନ ହେବେ। ଯେକୌଣସି ନିଷ୍ପତ୍ତି ବୁଦ୍ଧିମାନ ଭାବରେ ନିଅନ୍ତୁ। ବିଦେଶରେ କାମ କରୁଥିବା ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମର୍ଥନ ମଧ୍ୟ ମିଳିବ। ଏହି ଲିଷ୍ଟର ଶେଷରେ ରହିଛି ଧନୁ ରାଶି। ସୂର୍ଯ୍ୟଙ୍କ ପ୍ରବେଶ ହେତୁ ଧନୁ ରାଶି ପାଇଁ ସକାରାତ୍ମକତା ପ୍ରଭାବ ପଡ଼ିବ। ଆପଣଙ୍କର ଧ୍ୟାନ ବୃଦ୍ଧି ପାଇବ ଏବଂ ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନେ ଏକ ନୂତନ ଚାକିରି ମଧ୍ୟ ପାଇପାରନ୍ତି। ଭାଗ୍ୟ ଆପଣଙ୍କ ସହାୟ ହେବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ। ତେବେ ଏହା ଥିଲା ସୂର୍ଯ୍ୟ ମଙ୍ଗଳଙ୍କ ସମେତ 4ଟି ଗ୍ରହଙ୍କର ସ୍ଥିତି ପରିବର୍ତ୍ତନ ହେତୁ କେଉଁ ରାଶିଙ୍କ ଉପରେ କେଉଁ ସବୁ ପ୍ରଭାବ ପଡ଼ିବ। 4ଟି ଗ୍ରହର ରାଶି ପରିବର୍ତ୍ତନର ଫଳାଫଳକୁ ନେଇଥିବା ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।